প্লিজ শেষ পর্যন্ত দেখন্তু এবং শুনন্তু। এমিতি তো আসে, এমতি আসে ଅଚାନକ ଭାବରେ। ଯଦି କିଛିଟା କାରଣ ଯଦି ନାହିଁ ତାହେଲେ ପରମେଶ୍ୱର ଆପଣଙ୍କୁ ଅଟକେଇବେ ବା ଆଉ ଉଦ୍ଧାର କରିବେ। ମୁଁ ମୋ ଜୀବନର ଦିନକର ଘଟଣା ମୁଁ ଆପଣଙ୍କୁ କହିବାକୁ ଚାହେଁ ଯେ ମୋ ନାଁରେ ଯାଇକି ଏସ୍ପି ପାଖରେ ଫୁଲବାଣୀ ଯାଇକି 8 ତାରିଖ ଦିନ ଗୋଟେ ବୋଲେରୋ ଗୋଟେ ଭଡ଼ା କରିକି ଗଲେ ଏବଂ ମୋ ନାଁରେ ଏସ୍ପିକୁ ସେମାନେ କେସ୍ ଦେଲେ। ମୋର କୌଣସି ପ୍ରକାର ଟିକେ ବି ମାନେ ଭୁଲ ନାହିଁ, କିନ୍ତୁ ସେମାନେ ଅଯଥାରେ ମୋତେ ଭୁଲ ସାବ୍ୟସ୍ତ କରିକି ମୋତେ ଏବଂ ମୋ ବଡ଼ ଭାଇଙ୍କ ନାଁରେ କେସ୍ ଦେବା ପାଇଁ ଗଲେ। କେସ୍ ଦେବା ପାଇଁ ଗଲା ଭିତରେ ସେମାନେ ଯାଇକି ଫେରୁଛନ୍ତି, ସେତେବେଳେ ଅଧା ପହଞ୍ଚିଛନ୍ତି। ସେତେବେଳକୁ ଜଣେ ସାମ୍ବାଦିକ ମୋତେ ଫୋନ୍ କଲେ, ଭାଇ ଆପଣଙ୍କ ନାଁରେ ଏବଂ ଆପଣଙ୍କ ବଡ଼ ଭାଇ ନାଁରେ କେସ୍ ଦେବା ପାଇଁ ଆପଣଙ୍କ ଗାଁ ଲୋକ ଗାଡ଼ି ଧରିକି ଯାଇଥିଲେ। ମୁଁ କହିଲି ହଁ ମୁଁ ଜାଣିଛି, ଯାଇଛନ୍ତି, ମୁଁ ଜାଣିଛି। এই প্রকার ঘটনা ঘটিলা পরে সেমানে 8 তারিখ দিন আসলে এবং 9 তারিখ দিন কটগড় আসিকি আইআইসি কু সেমানে তাহার এককিতা নকল বা কপি আইআইসি কু দেলে। যেতবে আইআইসি কু দেলা পরে 10 তারিখ দিন আমার ব্লকরে গাঁ সাথী মানকর মিটিং আছে। যেহেতু মু গাঁ সাথী আউ সেই মিটিংরে মু ଯିବା ପାଇଁ ବୋଲିକି ମୁଁ ବାହାରିଛି। ଆଉ ବାହାରିକି ଆସିଲା ପରେ କଟଗଡ଼ ପହଞ୍ଚିଲି। କଟଗଡ଼ ପହଞ୍ଚିଲା ପରେ ମୁଁ ପ୍ରଥମେ ସେ ମିଟିଂଟା ଆରମ୍ଭ ହେବ 11ଟାରେ ଆରମ୍ଭ ହେବ। ଆଉ ତା ପୂର୍ବରୁ ମୋର ବ୍ୟାଙ୍କରେ ମୋ ଛୋଟ କାମ ଥିଲା। ମୁଁ ଛୋଟ କାମ ପାଇଁ ମୁଁ ବ୍ୟାଙ୍କରୁ ଯାଇଛି। କିନ୍ତୁ ଯେତେବେଳେ ଯେ ମୁଁ ବ୍ୟାଙ୍କରେ ଅଛି ସେତେବେଳକୁ ମୋତେ ଫୋନ୍ ଆସିଲା ଯେ ଭାଇନା ଆପଣ କେଉଁଠି ଅଛନ୍ତି ସେ ଜାଗାରୁ ଯାଆନ୍ତୁ। ମୁଁ କହିଲି କ'ଣ ହେଲା? ମୁଁ ବିଏମ୍ ପାଖରେ ବସିଥିଲି, ବ୍ୟାଙ୍କ ମ୍ୟାନେଜର ପାଖରେ ଠିଆଇକି ସେଇ ସାଇଡ଼୍ ସେ ବ୍ୟାଙ୍କ ମ୍ୟାନେଜର ପାଖରେ ସାଇଡ଼୍ରେ ଠିଆଇକି କଥା ହେଲି କ'ଣ ହେଲା। ସେ କହିଲେ ଯେ ନାଇଁ 8 ତାରିଖ ଦିନ ଏସ୍ପି ପାଖକୁ ଯାଇଥିଲେ, 9 ତାରିଖ ଦିନ କାଲି ଆସିକି ଆଇଆଇସିକୁ ଦେଇଛନ୍ତି। ଆଜି ଆପଣଙ୍କୁ ଯେକୌଣସି ମାଧ୍ୟମରେ ଆପଣଙ୍କୁ ଫରୱାର୍ଡ଼ କରିବେ, ସେଥିପାଇଁ ଆପଣ ଯେଉଁ ଜାଗାରେ ଅଛନ୍ତି ସେଠି ଆପଣ ଯାଆନ୍ତୁ। ଯେତେବେଳେ ମୁଁ ବ୍ୟାଙ୍କରୁ ବାହାରୁଛି ସେତେବେଳେ 2ଟା ମୋଟର ସାଇକେଲରେ 2ଟା କନେଷ୍ଟେବଲ୍ ଠିଆ ହେଇଛନ୍ତି, ସେଠି ଅଛନ୍ତି। ମୁଁ ଯେତେବେଳେ ସେ ବାହାରୁଛି ମୋତେ ଦେଖିଦେଲେ, ତାପରେ ମୋତେ କହିଲେ ଆପଣଙ୍କୁ ଆଇଆଇସି ଡାକୁଛନ୍ତି। ମୁଁ କହିଲି ଠିକ୍ ଅଛି, ମୁଁ ଆଇଆଇସି ଡାକୁଛନ୍ତି, ମୁଁ ଯିବି, ମୋର ଟିକେ ଛୋଟ କାମ ଅଛି, କଲୋନୀ ସାଇଟ୍ ମୁଁ ଯାଇକି ଆସିବି, ତାପରେ ଯିବି। ଆଉ ସେଥିମଧ୍ୟରୁ ଜଣେ କନେଷ୍ଟେବଲ୍ ମୋତେ କହିଲେ ଯା ବସୁନାହାନ୍ତି ବାଇକ୍ରେ। ମୁଁ ତାଙ୍କ ବାଇକ୍ରେ ବସିଲି। ବସିଲା ପରେ ଯାଉଛୁ, ଗଲା ଭିତରେ ମୋତେ ବାଟ ଅଧାରେ ପହଞ୍ଚିଲା ଭିତରେ ଯେଉଁଟା କି ଜଗନ୍ନାଥ ମନ୍ଦିର ଅଛି, ମନ୍ଦିର ପରିସର ମଧ୍ୟ ପହଞ୍ଚିଲା ବେଳକୁ ମୋତେ ପଚାରିଦେଲେ ଯେ ଆପଣ କାହା ପାଖକୁ ଯାଉଛନ୍ତି। ମୋର ସେତେବେଳକୁ ହଠାତ୍ କାହାର ନାଁ ମନେ ପଡ଼ିଲା ନାହିଁ। ଯିଏ ଥାନାରେ କାମ କରୁଛନ୍ତି ହୋମଗାର୍ଡ଼, ତାଙ୍କର ନାଁ ଧରିଲି। ତାଙ୍କ ନାଁ ଅକ୍ଷୟ। ମୁଁ ଅକ୍ଷୟ ପାଖକୁ ଯାଉଛି ବୋଲିକି କହିଲି। ଆଉ ଯେତେବେଳେ ଏଇ କଥା କହିଲି, ଅକ୍ଷୟକୁ ସାର୍ ବଳଦ ବାବୁ ତ ଫୋନ୍ କଲେ ଜଲ୍ଦି ପଳେଇ ଆସ, ଏବେ କହିଲେ ଏବେ ପଳେଇ ଆସିବ, ଆଉ ତା ପାଖକୁ ଆମେ କାହିଁକି ଯିବ ବୋଲିକି ସେ ଯେତେ ପୁରା ଗାଡ଼ିଟା ପୁରା ସେଠି ରୋଡ଼ ଉଷାର ହେଇକି ଅଛି, ସେଠି ଖିରିକିନା ଗାଡ଼ିଟା ବୁଲେଇଲେ। ଯେତେବେଳେ ଗାଡ଼ି ବୁଲେଇଲେ ସେତେବେଳେ ମୁଁ ଜମ୍ପ କଲି। ଜମ୍ପ କଲା ପରେ ମୁଁ ସେଇ ତଳକୁ, ସେ ଆମର ଜଗନ୍ନାଥ ମନ୍ଦିର ତଳକୁ ଗୋଟେ ପିପଳ ଗଛ ଅଛି, ସେ ତଳ ରାସ୍ତା ଚଲା ରାସ୍ତା ରହି ସେଠି ଧାଇଁଲି। ଆଉ ପାଖାପାଖି ହେଇଗଲୁଣି ତା ପୁଲିସ ଏବଂ ମୁଁ। ଯେତେବେଳେ ପାଖାପାଖି ହେଇଗଲୁ ତାପରେ ମୁଁ ପଥର ଗୋଟେ କାଢ଼ିଲି। ଯେତେବେଳେ ପଥର କାଢ଼ିଲି ପୁଲିସ ବାବୁ ସେ କ'ଣ କଲେ ଠିଆ ହେଲେ, ମୁଁ ଧାଇଁଲି। ତାପରେ ପୁଲିସ ବାବୁ ଯାଇକି ଜଲ୍ଦି ଯାଇକି ଆଉ ଜଣେ ପୁଲିସକୁ କ'ଣ କଲେ ଡାକିଗଲେ। ଡାକିକି ସେମାନେ 2 ଜଣ ହେଇକି ଆଉ ଗୋଟିଏ ମୋଟର ସାଇକେଲରେ 2 ଜଣ ଆସିଲେ। କିନ୍ତୁ ଆସୁଛନ୍ତି ମୁଁ ଦେଖିଲି। ତାପରେ ମୁଁ କରୋନା ଡାଳରେ ମୁଁ ବସି ପଡ଼ିଲି। ଗାଡ଼ିଟା ଆଗକୁ ଗଲା। ତାପରେ ମୁଁ ଘରକୁ ଗଲି। ତାପରେ ଏମିତି କି ସେଠୁ ଯିଏ ଥାନାରେ ଭାରପ୍ରାପ୍ତ ଅଧୀନରେ ଯିଏ ଥିଲେ ସେ ଆସିକି ସବୁ ତାର କେସ୍ଟାକୁ କ'ଣ କଲେ, ଯାଇକି କହିଲେ ଏଇ କେସ୍ଟା ପ୍ରକୃତ ମିଛ। ଯେହେତୁ ସୁଶାନ୍ତ ମାନେ ଆଉ ତାର ବଡ଼ ଭାଇ ଠିକ୍ରେ ଅଛନ୍ତି, କିନ୍ତୁ ଏଇଟା ଅଯଥାରେ କେସ୍ଟା କରାହେଇଛି, ସେଥିପାଇଁ ଏଇଟା ମାନେ କେସ୍ ନୁହେଁ ବୋଲିକି ସେ ନିଜେ ଆସିକି ଯେ ମାନେ ସୁବର୍ଣ୍ଣଗିରି ଥାନା ବାବୁ ଯେତେବେଳେ ଆସିକି ଆଇଆଇସିକୁ କହିଲେ ସେ କେସ୍ଟା ସେଠି ସରିଗଲା। ଯଦି এই প্রকার ভাবে
ମିଛରେ ଯଦି କରିଛନ୍ତି ପ୍ରଭୁ ଯୁଆଡ଼ୁ ବି ଉଦ୍ଧାରର ରାସ୍ତା ଦେଖେଇବେ। ଏହି ପ୍ରକାର ଭାବରେ ତାପରେ ସେ ଏ ସାଇଟା ଯାଇକି ତାଙ୍କଠୁ ଯେଉଁମାନେ କେସ୍ ଫାଇଲ୍ କରିଥିଲେ ସେମାନଙ୍କଠୁ ପଇସା ଆଣିକି କ'ଣ କଲେ ଯେ ତୁମେ ଏହି ପ୍ରକାର ଭାବରେ କେସ୍ କଲେ ହେବ ନାହିଁ, ଯେହେତୁ ସେଇ ଯେଉଁ ଜିନିଷ ନେଇକି ତୁମେ କେସ୍ କରିଥିଲ, ଯେଉଁ ଚର୍ଚ୍ଚ ଘର ଜାଗା ବିଷୟ ନେଇକି କେସ୍ କରିଥିଲ, ସେ ଜାଗାର ପଟ୍ଟା ତାଙ୍କ ହାତରେ ଅଛି, ତାଙ୍କ ଆଗରେ ଅଛନ୍ତି, ତାଙ୍କର ହେବ ସେଇଟା, ସେଇ ଜିନିଷ ନେଇକି କର ନାହିଁ। ତୁମେ କ'ଣ କହିବ ସେ ଗାଁ ସାଥୀ ଅଛି, କୋଟି ଟଙ୍କା ଦେଉ ନାହିଁ, କୋଟି ଟଙ୍କା ମାଗି ଗଲା ବେଳକୁ ତୁମକୁ ମାରିଦେବି, ଆଉ ନକ୍ସଲ ଆଣିବି, ଏମିତି କରିବି, ଘର ପୁଡ଼େଇ ଦେବି, ଏମିତି କରିକି ତୁମେ ଗୋଟେ କେସ୍ କର, ସେ ଯେମିତି ବି ଜେଲ୍ ଯିବ, ତୁମେ ଜେଲ୍ ଯିବା ପାଇଁ ଚାହୁଁଛ, ମୁଁ ତାକୁ ଜେଲ୍ ପଠାଇଦେବି। ସେ ପକେଟରେ ପକାଇଲେ, ତାପରେ ସେମାନଙ୍କ କେସ୍ ଫାଇଲ୍ କଲେ। କେସ୍ ଫାଇଲ୍ କଲା ପରେ ମୋ ପାଖକୁ ଆସିକି ମୋତେ କହିଲେ, ସୁଶାନ୍ତ ବାବୁ ସେମାନଙ୍କୁ ସନ୍ତୁଷ୍ଟ କରିବାକୁ ପଡ଼ିବ, ସେଥିପାଇଁ ମୁଁ ଗୋଟେ ଛୋଟ କେସ୍ କରିଦେଇଛି, ତୁମେ ଗୋଟେ ବୁଲର ଗୋଟେ ଭଡ଼ା କର, ଆଉ ତୁ ଆଉ ତୋ ବଡ଼ ଭାଇନା ନାଁରେ ମୁଁ କେସ୍ ଗୋଟେ ଲେଖିଦେଇଛି, ଆମେ ମିଶିକି ଯିବା, ଆମେ ବି 2 ଜଣ ପୁଲିସ ଆସିବୁ, ଆଉ ସେଇଠି ଉମେଶ ନାୟକ ଥିଲେ, ଉମେଶ ନାୟକ ଆଉ ମହାଜନ ପ୍ରଧାନ, ଏ 2 ଜଣ କଲେ ଆମେ ବି ଆସିବୁ, ଆଉ ବୁଲର ଗୋଟେ ଭଡ଼ା କରିବା, ଯିବା ବାଲିଗୁଡ଼ା। ସେତେବେଳେ କୋଟଗଡ଼ ମାନେ ଆମର କୋର୍ଟ ହେଇନଥିଲା, ଯାଇକି ତ ଜଲ୍ଦି ଆସିବା। ତାପରେ ମୁଁ ହଁ ଠିକ୍ ଅଛି, ମୁଁ ବୁଲର ପାଇଁ ଆଜି ଯାଉଛି, ବୁଲର ଆଣିଯିବି, ଆଉ ପଇସା ଆଡ଼ଭାନ୍ସ ଦେଇଯିବି, ତାପରେ ମୁଁ ଆସିବି ବୋଲି କହିକି ମୁଁ କୋଟଗଡ଼ ଆସିଲି। କୋଟଗଡ଼ ଯାଇକି ବାଲିଗୁଡ଼ା ଯାଇକି କେସ୍ ଦେଖିଲା ବେଳକୁ ଯେ 7ଟା ସେକ୍ସନ୍ ଲଗା ହେଇଛି, 7ଟା ସେକ୍ସନ୍ ଲଗା ହେଇଛି, ଯେଉଁଟା ନନ୍ ବେଲ୍ ସେକ୍ସନ୍ ଯାକ। ତାପରେ ମୁଁ ହାଇକୋର୍ଟର ବେଲ୍ ପକାଇଲି, ତାପରେ 3 ମାସ ମୁଁ ଲୁଚିକି ରହିଲି, ତାପରେ ସରେଣ୍ଡର ରହିଲି। ସମସ୍ତଙ୍କର ନମସ୍କାର, ଜୁହାର।